এটা তো ମୁଁ ଛୋଟବେଳୁ ଦୀର୍ଘ 15-20 ବର୍ଷ ହେଲାଣି ବାପାଙ୍କଠୁ ମୁଁ କାମ ଶିଖିଲି। ତ ବାପାଙ୍କର ଯେଉଁ ରଦୁ କାଠ ଗୁଡ଼ାକ ବାହାରିବାର ସେଥିରୁ ମୁଁ ଖେଳନା କରୁ କରୁ ଏଇ ଜିନିଷ ଗୋଟେ ଗୋଟେ ତିଆରି ହେଇଯାଇଛି। ଧୀରେ ଧୀରେ ଲୋକଙ୍କର ମଧ୍ୟ ପ୍ରଶଂସା କଲେ ଭଲ କାମ ହେଇଛି। ତ ଧୀରେ ଧୀରେ କାମଟାକୁ ମୁଁ ମୋର ପେସାରେ ପରିଣତ କରିଥିଲି। ରାମ ମନ୍ଦିର ପାଇଁ କଣ ନିର୍ମାଣ କରୁଛନ୍ତି? ଆଗରୁ ତ ଲକଡାଉନ ସମୟରେ ହନୁମାନ ଚାଳିଶା ବହି ଗୋଟେ ମୁଁ ତିଆରି କରିଥିଲି। ସେ ବହିଟା ତ ମୋତେ ଜାତୀୟ ସ୍ତରରେ ମଧ୍ୟ ବହୁତ ଉତ୍ସାହିତ ମିଳିଥିଲା। ଏବେ ମନ ଭିତରୁ ଗୋଟେ ଆସିଲା ଯାହାକି ଏବେ ତ ସାରା ଭାରତ ବର୍ଷ ଏବେ ରାମମୟ ହେଇଯାଇଛି। ତ ସେଇ କନସେପ୍ଟରେ କେମିତି ଆମେ ମଧ୍ୟ ଗୋଟେ ଆମର ଛୋଟିଆ ଉପହାରଟି ଯଦି ଆମ ତରଫରୁ କି ଆମ ଓଡ଼ିଶାରୁ କି ଆମେ ବନ୍ୟା ଗୋଟେ ଯାଇକି ଯଦି ରାମଙ୍କ ମନ୍ଦିରରେ ଲାଗିଲା ଆମକୁ ଆହୁରି ବହୁତ ଗର୍ବିତ ଅନୁଭବ କରିକି ଗୋଟେ ମନରେ ଗୋଟେ ଆସିଲା ହନୁମାନ ଚାଳିଶା ବୋର୍ଡ଼ ଗୋଟେ ତିଆରି କରିଛୁ, ଯାହାକି 1 ମାସରୁ ଉର୍ଦ୍ଧ୍ୱ ସମୟ ଲାଗିଛି। ଆଉ ଯଦି ସିଙ୍ଗଲ ଯଦି ପର୍ସନ ବନେଇଥାନ୍ତି ଗଲେ 4-5 ମାସ ସମୟ ଲାଗିଥାନ୍ତା। ଏଇଟା ଟୋଟାଲି ଶାଗୁଆନୀ କାଠରେ ୟୁଜ୍ ହେଇଛି ଆଉ ଲେଟୋରାର ଗମ୍ଭାରୀ କାଠରେ ୟୁଜ୍ ହେଇଛି। ପିଲାମାନଙ୍କ ସହଯୋଗରେ ଏଇଟା 1 ମାସରେ ଏଇଟାକୁ ପ୍ରସ୍ତୁତ କରିଦେଇଛି। ରାମ ମନ୍ଦିର ପ୍ରତିଷ୍ଠା ସମୟ ଭିତରେ ମୁଁ ଚେଷ୍ଟା ଜାରି ରଖିଛି ଯାଇକି କେମିତି ମନ୍ଦିରରେ ଜିନିଷ ସ୍ଥାନ ପାଇଲେ ଏହାର ଉପଯୁକ୍ତ ସମ୍ମାନ ମଧ୍ୟ ଏ ଜିନିଷଟାକୁ ମାନେ ଉପଯୁକ୍ତ ସ୍ଥାନରେ ରହିପାରିଥାନ୍ତା। ଆଜ୍ଞା ଆଉ ଛୋଟିଆ ବହିରେ ମଧ୍ୟ ହନୁମାନ ଚାଳିଶା ସମ୍ପୂର୍ଣ୍ଣ ବହିରେ ମଧ୍ୟ ଗୋଟେ ହନୁମାନ ଚାଳିଶା ତିଆରି କରିଛି। ହଁ ଆଜ୍ଞା ପୁରା ସମ୍ପୂର୍ଣ୍ଣ କାଠରେ। ଆଉ ଏଇଟା ମଧ୍ୟ ଆମର ଏଥିରେ କଣ୍ଟା କିଛି ୟୁଜ୍ ହେଇନି, ପୁରା ଅଠାରେ ହିଁ ଟୋଟାଲି ୟୁଜ୍ ହେଇଛି। ଏଇଟା ମଧ୍ୟ କରିବା 2 ମାସର। ହଁ ଏ ଜିନିଷଟା ଆଜ୍ଞା ମୋର ଦୃଢ଼ ବିଶ୍ୱାସ ଅଛି କି ଏ ଜିନିଷଟା ହେଇଯିବ। କାରଣ ଏଇ ଜିନିଷଟା ଯଦି ମାନେ ଏ ଜିନିଷଟା କଳ୍ପନାରେ ଯଦି ଆସିଛି ମନ ଭିତରକୁ ତ ଭଗବାନ ମାଧ୍ୟମରେ ହିଁ ଆସିଛି। ତ ଏ ଜିନିଷଟା ସୁନିଶ୍ଚିତ ପହଞ୍ଚିଯିବ। ତାପରେ କଥା ମଧ୍ୟ ହେଇଛି ଆମର ଜଣେ ଅଯୋଧ୍ୟାରେ ଜଣେ ଅଛନ୍ତି ଯିଏ ଡୋନେଟ୍ କରିଛନ୍ତି ରାମ ମନ୍ଦିରକୁ, ତାଙ୍କ ସହିତ ଯୋଗାଯୋଗ କରିଛି। ପ୍ଲସ୍ ଆପଣଙ୍କୁ ମଧ୍ୟ ମୁଁ ଆପଣଙ୍କ ମାଧ୍ୟମରେ ମଧ୍ୟ ମୁଁ ରିକ୍ୱେଷ୍ଟ କରୁଛି କି ଯଦି କାହାର ଯଦି କଣ୍ଟାକ୍ଟ କିଛି ଅଛି ମଧ୍ୟ ଆପଣମାନେ ସହଯୋଗ କରିବେ ଯଦି ଏ ଜିନିଷଟାକୁ ପହଞ୍ଚି ପାରିବେ। ଆମ ଅଞ୍ଚଳର ଆମ ଓଡ଼ିଶାର ମଧ୍ୟ ଟିକେ ଗର୍ବିତ ହେବେ କି ଆମ ଜିନିଷଟା ଯାଇକି ସେଥିରେ ଓଡ଼ିଶାର ଜିନିଷଟା ଯାଇକି ରାମ ମନ୍ଦିର ସ୍ଥାପନ ହେଲା। ଆମେ ତ ଅରୁଣ ସାହୁଙ୍କ ଦ୍ୱାରା ଆମେ ବହୁତ କାମ କରିଛୁ ଆଉ ଚେଷ୍ଟା କରୁଛୁ ଭଗବାନ ଶ୍ରୀରାମଙ୍କ ପାଖରେ କେମିତି ଲାଗିବ। ଆଉ ସେଥିପାଇଁ ଆମେ ବହୁତ ଖୁସି ଲାଗିଗଲେ ଆମକୁ ବହୁତ ଖୁସି ଲାଗିବ। ଆଉ ଆମେ କାମ କରିଛୁ ବହୁତ ହେଲ୍ପିଂ କରିଛୁ ଅରୁଣ ସାହୁଙ୍କୁ। ଏଇଠି ଲେଟର ଯାକ ଆମେ ସବୁ କାଟିଛୁ। ହଁ କେତେ ଖୁସି ଲାଗୁଛି ରାମ ମନ୍ଦିରରେ ଯଦି ଏଇଟା ପ୍ରଭୁ ଶ୍ରୀରାମଙ୍କ ପାଖରେ ଲାଗିଲେ ଆମକୁ ବହୁତ ଖୁସି ଲାଗିବ। କାଠରେ ହନୁମାନ ଚାଳିଶା ବନେଇଛୁ ରାମ ମନ୍ଦିରକୁ ଦେବା ପାଇଁ। କଣ କେମିତି ଯିବ, କେତେ ଦିନ ଲାଗିଥିଲା? ଏଇଟା ପ୍ରାୟ ମାସେ ଆମେ ପୁରା ରାତି ଦିନ କରିକି କରିଛୁ। କେତେ ଜଣ? ପ୍ରାୟ 15-20 ଜଣ ପୁରା କରିଛୁ। କଣ କେମିତି ଯିବ, କଣ ଚିନ୍ତାରେ ରହିଛ ନା କଣ ବନେଇଛ? ଯଦି ଲାଗିବ କେତେ ଖୁସି ଲାଗିବ ମନ୍ଦିର ଲାଗିଲେ ତ ବହୁତ ଖୁସି ଲାଗିବ। ଆମକୁ ମାସେ ଲାଗିଛି, ସେଇ ହିସାବରେ ଆମକୁ ବହୁତ ଖୁସି ଲାଗିବ।